ପହଞ୍ଚାଇବାରେ ପ୍ରମୁଖ ଭୂମିକା ଆଜି ନିଭାଉଛି। ମୋଦିଙ୍କ ସେବା ସୁଶାସନର ମୂଳଦୁଆ ହେଉଛି ସଂକଳ୍ପରୁ ସିଦ୍ଧି, ଯାହା ଦେଶକୁ ଆତ୍ମନିର୍ଭରଶୀଳତାର ଏକ ନୂଆ ମାର୍ଗ ଦେଖାଇବାରେ ଆଜି ଅଗ୍ରସର ହେଉଛି। ସେଇଭଳି ଭାବରେ ମୋଦିଜୀଙ୍କର ମନ୍ତ୍ର ବିରାସତ ଭି ବିକାଶ ଭି ଏକ ସଫଳ ରୂପାୟନ ଆଜି ଦେଶର ଆଧୁନିକ ଜ୍ଞାନକୌଶଳ ଏବଂ ଭିତ୍ତିଭୂମିର ବିକାଶ ସହିତ ନିଜର ସୁଦୀର୍ଘ ସାଂସ୍କୃତିକ ଗୌରବ ଓ ଐତିହ୍ୟକୁ ପୁନଃପ୍ରତିଷ୍ଠା କରିବାରେ ଆଜି ଦେଶ ଅଗ୍ରଗତି ହେବାରେ ଲାଗିଛି। ଆମ ଓଡ଼ିଶାର ଅସ୍ମିତା, ଜଗନ୍ନାଥ ସଂସ୍କୃତି ଓ ସାମଗ୍ରିକ ଉନ୍ନତି ପାଇଁ ମଧ୍ୟ ଏହି ମନ୍ତ୍ର ଆଜି ଏକ ଶକ୍ତିଶାଳୀ ପ୍ରେରଣା ଭାବରେ ଉଭାଯାଇଛି। ଏହି ଜନକଲ୍ୟାଣକାରୀ ଦର୍ଶନ ଯୋଗୁଁ ହିଁ ଭାରତ ଆଜି ବିଶ୍ୱ ମାନଚିତ୍ରରେ ଏକ ଆତ୍ମବିଶ୍ୱାସୀ ଏବଂ ସମୃଦ୍ଧ ରାଷ୍ଟ୍ର ଭାବେ ଆଜି ଦଣ୍ଡାୟମାନ। ବନ୍ଧୁଗଣ, ଶେଷରେ ମୁଁ ଏତିକି କହିବି ଯେ ବିକାଶ ଏକ ସାମୟିକ ସଫଳତା ନୁହେଁ, ବରଂ ଏହା ଏକ ନିରନ୍ତର ସଂକଳ୍ପବଦ୍ଧ ତଥା ସୁଦୂର ପ୍ରସାରୀ ଇଏ ଗୋଟିଏ ହେଉଛି ପ୍ରକ୍ରିୟା ଏବଂ ସେଥିରେ ନିଶ୍ଚିତ ଭାବରେ ଆଜି କେନ୍ଦ୍ରରେ ଏନଡିଏ ସରକାର ଏବଂ ରାଜ୍ୟରେ ଡବଲ ଇଞ୍ଜିନ ସରକାରର ଏହି ଯୋଉ ଗୁରୁତ୍ୱପୂର୍ଣ୍ଣ ଆଜି ଏ ରାଜ୍ୟକୁ ସଶକ୍ତ କରିବା, ସମୃଦ୍ଧ କରିବା, ନୂଆ ଓଡ଼ିଶା ଗଠନ କରିବାର ଏହି ପରିକଳ୍ପନା ଏବଂ କେନ୍ଦ୍ର ସରକାରଙ୍କର ଉଚ୍ଚକୋଟୀର ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶନ, ରାଜ୍ୟ ସରକାରଙ୍କର ନିଷ୍ଠାପର କର୍ମଠ କାର୍ଯ୍ୟଶୈଳୀ ଏବଂ ଜନସାଧାରଣଙ୍କର ଆକୁଣ୍ଠ ସକ୍ରିୟ ସହଯୋଗ, ଏହି ତିନୋଟି ମହାନ ସକାରାତ୍ମକ ଶକ୍ତିର ସମନ୍ୱୟରେ ହିଁ ଓଡ଼ିଶାର ପ୍ରଗତି ପଥ ଆଜି ଦ୍ରୁତ ଅପ୍ରତିହତ ଗତିରେ ଆଗେଇ ଚାଲିଛି। ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କର 2047 ସୁଦ୍ଧା ବିକଶିତ ଭାରତର ସ୍ୱପ୍ନକୁ ସିଦ୍ଧିରେ ପରିଣତ କରିବା ପାଇଁ ଆମ ସରକାର 2047 ସୁଦ୍ଧା ଏକ ସମୃଦ୍ଧ, ସ୍ୱାବଲମ୍ବୀ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଦୃଢ଼ ଭାବେ ପ୍ରତିଶ୍ରୁତିବଦ୍ଧ। ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଦେବି। ଆଜି ଏଭଳି ଏକ ଅବସର ଆମକୁ ମିଳିଛି।